2026 ରେ ଟଙ୍କା ବଞ୍ଚାଇବା ନୁହେଁ, ଚାଲନ୍ତୁ ଜୀବନ ବଦଳାଇବା ପାଇଁକିନା ପ୍ଲାନ୍ କରିବା। 12 ମାସର 12ଟା ଗୋଲ୍ ମୁଁ ଆଜି ନେଇ ଆସିଛି। ଚାଲନ୍ତୁ ଷ୍ଟାର୍ଟ କରିବା। ଜାନୁଆରୀ ଇମର୍ଜେନ୍ସି ଫଣ୍ଡ, ପ୍ରଥମ 6 ମାସର ଖର୍ଚ୍ଚ ଅଲଗା ରଖନ୍ତୁ ଏଇ ମାସରେ। ଫେବୃଆରୀ ଡେପ୍ଟ ଫିନିଶ୍, କ୍ରେଡିଟ୍ କାର୍ଡ EMI, ପର୍ସନାଲ ଲୋନ୍ ସବୁଠୁ ଯୋଉଟା ଅଧିକ ଇଣ୍ଟରେଷ୍ଟ ବାଲା ତାକୁ ପ୍ରଥମେ କ୍ଲିୟର କରନ୍ତୁ। ମାର୍ଚ୍ଚ ମାସରେ ହେଲା ଇନ୍ସୁରାନ୍ସ, ଟର୍ମ ପ୍ଲସ୍ ହେଲ୍ଥ ଇନ୍ସୁରାନ୍ସ ଦୁଇଟା ନିହାତି ନେବା ଦରକାର, କାରଣ ଫ୍ୟାମିଲି ପ୍ରୋଟେକ୍ସନ୍ ଫର୍ଷ୍ଟ। ଏପ୍ରିଲ ମାସ ବଜେଟ୍ ସିଷ୍ଟମ୍, ତ ଆପଣମାନେ 50-30 ରୁଲ୍ ଆରମ୍ଭ କରିପାରନ୍ତି। ମୁଁ ଏଇ ରିଲେଟେଡ୍ରେ ଭିଡ଼ିଓ ଅଲରେଡ଼ି ବନେଇ ସାରିଛି, ତାର ଲିଙ୍କ୍ ମୁଁ ଡେସ୍କ୍ରିପ୍ସନରେ ଦେଇଦେଉଛି, ପ୍ଲିଜ୍ ଦେଖନ୍ତୁ। ମେ ମାସରେ SIP ଷ୍ଟାର୍ଟ, ତ 1000 ଟଙ୍କା ହଉ 500 ଟଙ୍କା ହଉ, କିନ୍ତୁ SIP ଷ୍ଟାର୍ଟ କରନ୍ତୁ, କାରଣ ଏଥିରେ କମ୍ପାଉଣ୍ଡିଂ ଇଣ୍ଟରେଷ୍ଟର ମ୍ୟାଜିକ୍ ଅଛି। ମୁଁ ବହୁତ ଥର କହିଛି, ତ ଡେଫିନେଟଲି ଆପଣମାନଙ୍କର ୱେଲ୍ଥ କ୍ରିଏସନ୍ ହେବ। ଜୁନ୍ ମାସ ସ୍କିଲ୍ ଇନଭେଷ୍ଟମେଣ୍ଟ, କୋର୍ସ ଟ୍ରେନିଂ, ଆପଣଙ୍କ ଯେଉଁଥିରେ ବି ଆପଣମାନେ ସ୍କିଲ୍କୁ ଡେଭଲପ୍ କରିବା ପାଇଁ ଚାହୁଁଛନ୍ତି ବା କିଛି ନୂଆ ସ୍କିଲ୍ ଶିଖିବାକୁ ଚାହୁଁଛନ୍ତି ଶିଖନ୍ତୁ। ଇନକମ୍ କେମିତି ଆପଣ ଆର୍ନ କରିପାରିବେ, ସାଇଡ୍ ଇନକମ୍ ହଉ, ସେଇ ବିଷୟରେ କିଛି ଲର୍ନ କରନ୍ତୁ। ଜୁଲାଇ ମାସ ବିଗ୍ ଗୋଲ୍ର ପ୍ଲାନିଂ, ହାଉସ୍ ହଉ, କାର୍ ହଉ, ଏଜୁକେସନ୍ ହଉ, ନିଜର ଗୋଲ୍କୁ ଲେଖି ଦିଅନ୍ତୁ ଆଉ ସେଇ ହିସାବରେ ପ୍ଲାନ୍ କରନ୍ତୁ। ଅଗଷ୍ଟ ହେଲା ଏକ୍ସପେନ୍ସ କଟ୍, ଯେଉଁଟାକି ୟୁଜଲେସ୍ ସବସ୍କ୍ରିପସନ୍ସ, ଆଜିକାଲି ବହୁତ ସାରା ସବସ୍କ୍ରିପସନ୍ସ ଅଛି, ତାକୁ କ୍ୟାନସଲ୍ କରନ୍ତୁ। ତ ସେପ୍ଟେମ୍ବର ହେଲା ସେକେଣ୍ଡ ଇନକମ୍, ତ ସାଇଡ୍ ହସଲ୍, ଫ୍ରିଲାନ୍ସିଂ, କିଛି ବି ଗୋଟେ ଏକ୍ସଟ୍ରା ସୋର୍ସ ଅଫ୍ ଇନକମ୍ ରହିବା ନିହାତି ଦରକାର, ଷ୍ଟାର୍ଟ କରନ୍ତୁ। ଅକ୍ଟୋବରରେ ଟ୍ୟାକ୍ସ ପ୍ଲାନିଂ, ତ ଲାଷ୍ଟ ମନ୍ଥରେ ନୁହେଁ, ଏବେଠୁ ହିଁ ଆପଣମାନେ ଟ୍ୟାକ୍ସ ସେଭ୍ ପ୍ଲାନ୍ କରିନିଅନ୍ତୁ। ନଭେମ୍ବର ମାସରେ ରିଟାୟାରମେଣ୍ଟ ଫଣ୍ଡ, NPS ନ୍ୟାସନାଲ ପେନସନ୍ ସ୍କିମ୍ ବା SIP, ତ ଫ୍ୟୁଚରର ସେଲ୍ଫ ପାଇଁକିନା, ଫ୍ୟୁଚରର ଭବିଷ୍ୟତ ପାଇଁକିନା ଏ ରିଟାୟାରମେଣ୍ଟ ସ୍କିମ୍ ଷ୍ଟାର୍ଟ କରିନିଅନ୍ତୁ। ଡିସେମ୍ବର ନେଟୱାର୍ଥ ଚେକ୍, ତ ଆପଣମାନଙ୍କର ଆସେଟ୍ କେତେ ଅଛି, ଲୋନ୍ସ କେତେ ଅଛି, ଆପଣମାନଙ୍କର ରିଏଲ୍ ସ୍କୋର କେତେ, ୟାକୁ ଗୋଟେ କମ୍ପେୟାର କରିକିନା ଚେକ୍ କରନ୍ତୁ। ତ 2026ରେ କେଉଁ ମାସର ଗୋଲ୍ ଆପଣମାନେ ଅଲରେଡ଼ି କମ୍ପ୍ଲିଟ୍ କରିଛନ୍ତି, କମେଣ୍ଟରେ ସେଇ ମାତ୍ର ନମ୍ବର ଲେଖନ୍ତୁ। ଯଦି ନେକ୍ସଟ ଭିଡ଼ିଓରେ ଆପଣ ଏକ୍ଜାକ୍ଟ ଇନଭେଷ୍ଟମେଣ୍ଟ ପ୍ଲାନ୍ ଜାଣିବା ପାଇଁ ଚାହୁଁଛନ୍ତି ମୋତେ ଜଣାନ୍ତୁ, ସେ ରିଲେଟେଡ୍ ଭିଡ଼ିଓ ନେଇ ଆସିବି। ଏଭଳି ଫାଇନାନ୍ସିଆଲ ଟିପ୍ସ ପାଇଁ ମୋ ଚ୍ୟାନେଲ ରୁପି ରାଜକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।